ମାଲକାନଗିରିରେ 1025 କେଜିର ଗଞ୍ଜେଇ ଜବତ। MV 96 ଛକରେ ଚଢ଼ାଉ ଟ୍ରକ୍ ସହ ଚାଳକ ଗିରଫ। ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ପୁଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାର MV79 ଥାନା ପୁଲିସ ଶୁକ୍ରବାର MV 96 ଛକ ନିକଟ ଉପରେ ଚଢ଼ାଉ କରି 1025 କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ବୋଝାଇ ନେଉଥିବା ଏକ ଟ୍ରକ୍କୁ ମଧ୍ୟ ପୁଲିସ କବ୍ଜା କରିଛି। ପୁଲିସର ସୂଚନା ଅନୁସାରେ ଦିନ ପହରା ବେଳେ ବିଶ୍ୱସନୀୟ ସୂଚନା ମିଳିବା ପରେ MV79 ଥାନା ଟିମ୍ ଉକ୍ତ ସ୍ଥାନରେ ଗାଡ଼ି ଯାଞ୍ଚ କରୁଥିଲେ। ସେ ସମୟରେ ଏକ ଗୁଡ୍ସ କ୍ୟାରିୟରକୁ ଅଟକାଇ HR38U 1807 ନମ୍ବର ବିଶିଷ୍ଟ ଏକ ଗୁଡ୍ସ କ୍ୟାରିୟରକୁ ଅଟକାଇ ତଲାସି କରାଯାଇଥିଲା। ତଲାସି ସମୟରେ ଟ୍ରକ୍ରୁ 41ଟି ପ୍ଲାଷ୍ଟିକ୍ ବସ୍ତା ରହିଥିବା ମୋଟ 1025 କେଜି ଗଞ୍ଜେଇ ଜବତ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଏହି ଗଞ୍ଜେଇକୁ ଚାଲାଣ ହେଉଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଟ୍ରକ୍ ଚାଳକ ଝାବର ସିଂଙ୍କୁ ପୁଲିସ ଗିରଫ କରିଛି। ସେ ରାଜସ୍ଥାନ ନିବାସୀ ବୋଲି ଜଣାଯାଇଛି। ଉଚ୍ଚ ଲାଭର ଲୋଭରେ ସେହି ଗଞ୍ଜେଇ ଚୋରାଚାଲାଣ କରୁଥିବା ପ୍ରାଥମିକ ତଦନ୍ତରୁ ସୂଚିତ ହୋଇଛି। ଏହି ଚକ୍ରରେ ଆହୁରି କେତେ ଜଣ ଜଡ଼ିତ ଅଛନ୍ତି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ସମ୍ପର୍କରେ MV79 ଥାନାରେ ମାମଲା ପଞ୍ଜୀକୃତ କରି ତଦନ୍ତ ଆରମ୍ଭ କରିଛି। ମାଲକାନଗିରିରୁ କ୍ୟାମେରା ପର୍ସନ ପିଣ୍ଟୁ କୁମାରଙ୍କ ସହ ଈଶ୍ୱର ଆଦାନୀଙ୍କ ରିପୋର୍ଟ, ଆଦର୍ଶ ନ୍ୟୁଜ୍।